ଓଡ଼ିଶାର ମହାନ ଗଣପର୍ବ ତଥା ମାଟି ମାଆର ସର୍ବଜନାଦୃତ ଏକ ନିଆରା ଉତ୍ସବ ହେଉଛି ରଜ ପର୍ବ। ଏହାକୁ କୁମାରୀମାନଙ୍କର ଉତ୍ସବ ମଧ୍ୟ କୁହାଯାଇଥାଏ। କୁମାରୀମାନଙ୍କ ସହିତ ଛୋଟ ଛୋଟ ପିଲାମାନେ ଏଥିରେ ବିଶେଷତଃ ଭାଗ ନେଇଥାନ୍ତି। ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସହର ବଜାର ସବୁଠାରେ ରଜ ପର୍ବର ଏକ ସ୍ୱତନ୍ତ୍ର ମାହୋଲ ପରିଦୃଷ୍ଟ ହୁଏ। ଆଗରପଡ଼ାର ପୁରୁଷଣ୍ଡଠାରେ 2005 ମସିହାରୁ ଆରମ୍ଭ ହୋଇ ଏବେ 19 ବର୍ଷରେ ପଦାର୍ପଣ କରିଥିବା ରଜ ମହୋତ୍ସବର କିଛି ସ୍ୱତନ୍ତ୍ରତା ରହିଛି। ଏଠାରେ ନିଆରା ଢଙ୍ଗରେ ପାଳିତ ହୋଇଛି ରଜ ପର୍ବ। ଦେବାଦେବୀଙ୍କର ପୂଜା କରାଯାଉଛି। ଖୁବ୍ ଆକର୍ଷଣୀୟ ତୋରଣ ସଜା ଓ ବିଜୁଳି ଆଲୁଅର ଇନ୍ଦ୍ରଜାଲ ଏହାର ପରିବେଶ ମନ୍ତ୍ରମୁଗ୍ଧ କରିଛି। ବୈଦ୍ୟୁତିକ ଦୋଳି, ରାମ ଦୋଳି, ଚକ୍ରି ଦୋଳି, ପଟା ଦୋଳି ପ୍ରଭୃତି ବିଭିନ୍ନ ପ୍ରକାର ଦୋଳି, ଟେରାକୋଟା ଦୋଳି, ମିକି ମାଉସ, ଡ୍ରାଗନ ଇତ୍ୟାଦିରେ ଯୁବକ ଯୁବତୀ, କିଶୋର କିଶୋରୀ ଓ ଛୋଟ ଛୋଟ ପିଲାମାନେ ଭରପୁର ମଜା ନେଉଛନ୍ତି। ବିଭିନ୍ନ ପ୍ରକାର ଦୋକାନ ଆଉ ମୀନା ବଜାରରେ ମଧ୍ୟ ଲୋକଙ୍କର ଗହଳି ଦେଖିବାକୁ ମିଳୁଛି। ପାନ, ପୋଡ଼ପିଠା, ଆମ୍ବ, ପଣସ, ମଣ୍ଡାପିଠା ଇତ୍ୟାଦି ରଜର ମୁଖ୍ୟ ପରମ୍ପରା ହୋଇଥିବା ବେଳେ ଏଠାରେ ଝିଅ ପିଲାଙ୍କ ମଧ୍ୟରେ ପୁଞ୍ଚି, ଝୋଟି, ଚିତ୍ରାଙ୍କନ, ମୁରୁଜ ଓ କ୍ରାଫ୍ଟ ଆଦି ବିଭିନ୍ନ ପ୍ରତିଯୋଗିତା ହେଉଥିବାର ଦେଖିବାକୁ ମିଳିଥିଲା। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଅଛି। ସବୁଠାରୁ ବଡ଼ ଆକର୍ଷଣ ହେଉଛି 3 ଦିନ ଧରି ଏହି ଉତ୍ସବ ହେଉଥିବା ବେଳେ ଶେଷ ଦିନ କୁମାରୀମାନଙ୍କ ମଧ୍ୟରେ ରଜ କୁଇନି ପ୍ରତିଯୋଗିତା କରାଯାଇ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ବିଜୟିନୀ ପ୍ରତିଯୋଗୀଙ୍କୁ ରଜ କୁଇନି ମୁକୁଟର ସମ୍ବର୍ଦ୍ଧିତ କରିବା। ଏଥିରେ ଆଞ୍ଚଳିକ କୁମାରୀମାନଙ୍କ ସହିତ ଭଦ୍ରକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରୁ ମଧ୍ୟ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି। 2005 ମସିହାରେ ତତ୍କାଳୀନ ଚେୟାରମ୍ୟାନ ଅର୍ଜୁନ କୁମାର ତିଆଡ଼ିଙ୍କ ଉଦ୍ୟମରେ ଛୋଟ ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ଏବେ 19 ବର୍ଷରେ ପଦାର୍ପଣ କରି ସୁନାମ ଅର୍ଜନ କରିଥିବା ବେଳେ ସମ୍ପ୍ରତି ଏହି ମହୋତ୍ସବ କମିଟିର ସଭାପତି ଭାବେ ପରେଶ କୁମାର ନାୟକ ଏବଂ ସମ୍ପାଦକ ଭାବେ ହିମାଂଶୁ କୁମାର ସାହୁ ଉତ୍ସବ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସତରେ ଆମର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାର ପ୍ରୟାସ ସୃଷ୍ଟ ଏହି ରଜ ମହୋତ୍ସବ ସତରେ ନିଆରା। ପ୍ରଥମେ 5-7ଟି ଛୋଟ ପିଲାଙ୍କ ପାଇଁ ପଟା ଦୋଳିରୁ ଆରମ୍ଭ ହୋଇଥିବା ଏହି ରଜ ଉତ୍ସବ ଆଜି ଅଗରପଡ଼ା ରଜ ମହୋତ୍ସବ ନାମରେ ଏକ ବିଶେଷ ଖ୍ୟାତି ଅର୍ଜନ କରିବା ସହିତ ରଜ ସଂସ୍କୃତି ଆଉ ପରମ୍ପରାକୁ ଉଜ୍ଜୀବିତ କରି ରଖିଛି। ଭଦ୍ରକରୁ ବ୍ୟୁରୋ ଚିଫ୍ ଦିଲ୍ଲୀପ ଖୁଣ୍ଟିଆଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।